ସ୍ୱାଗତ କରୁଛି ଫ୍ରେଣ୍ଡସ୍ ଆମ ଚ୍ୟାନେଲ ତରଫରୁ। ମୁଁ ସୁବ୍ରତ ଏକ ନ୍ୟୁ ଭିଡିଓ ସହିତ। ଫ୍ରେଣ୍ଡ ଦେଖନ୍ତୁ, ଆପଣମାନଙ୍କର ବହୁତ ସାରା ମେସେଜ ଆସୁଥିଲା ହ୍ୱାଟ୍ସଆପ ରେ କି ସାର୍ ଆମର ଆପଣଙ୍କର ଯୋଉ ସିଟି ଏକ୍ଜାମ ର ସ୍କୋର କାର୍ଡ ଟି ଆପଣମାନେ ମତେ ପଠାଉଥିଲେ କି ସାର୍ ଆମର ସ୍କୋର କାର୍ଡ ଟି ଆସିଛି ଏବଂ ବର୍ତ୍ତମାନ ଆମେ ମାନେ ଜାଣିପାରୁନୁ ଆମର ଯୋଉ ମାର୍କ ଟି ଏଠି ଆପଣମାନଙ୍କର କମି ଯାଇଛି। ବହୁତ ପିଲାମାନଙ୍କର ମାର୍କ ଏଠି ଆପଣଙ୍କର 7 ରୁ 8 ମାର୍କର ଭେରିଏସନ ରହୁଛି। ତ ଆପଣମାନଙ୍କର ଯେତିକି ଆପଣଙ୍କ ସ୍କୋର କାର୍ଡ ଯୋଉ ବାହାର କରିଥିଲେ, ବଟ୍ ଏଠି ଆପଣମାନେ ଯଦି ଦେଖିବେ ଯୋଉ ଆପଣଙ୍କର ସ୍କୋର କାର୍ଡ ଏବେ ଯୋଉ ଆସିଛି, ଏଠି ଆପଣମାନଙ୍କର ବହୁତ ଆପଣଙ୍କର ଭେରିଏସନ ରହୁଛି। ତ ସେଥିପାଇଁ ଆପଣମାନଙ୍କର ବହୁତ ସାରା ଆପଣଙ୍କର ଡାଉଟ୍ ରହୁଛି କି ସାର୍ ଆମେ ମାନେ କଣ କରିବୁ। ବହୁତ ପିଲାମାନେ ମାନେ ପରେଶାନ ହେଇଯାଉଛନ୍ତି, ମାନେ ପ୍ରୋବ୍ଲେମ ଫେସ୍ କରୁଛନ୍ତି, ବହୁତ ପିଲାମାନେ ଟେନସନରେ ଆସିଯାଉଛନ୍ତି। ତ ଦେଖନ୍ତୁ ଫ୍ରେଣ୍ଡ, ଏଟା ଆପଣମାନଙ୍କର ବେଶୀ ଆପଣଙ୍କ ଟେନସନ ନେବା ଦରକାର ନାହିଁ। ଦେଖନ୍ତୁ, ଏଠି ମୁଁ ଡାଇରେକ୍ଟ ଆପଣଙ୍କର ୱେବସାଇଟ ରେ ଆଣିଛି, କିପରି ଭାବରେ ଚେକ୍ କରିବେ ଆଗେ ମୁଁ ଆପଣଙ୍କୁ କହିଦଉଛି, ତାପରେ ଆମେ ଡିସ୍କସନ କରିବା କେତେ ମାର୍କ ବଢିଛି, ଆପଣଙ୍କର କଣ କରିବା ପାଇଁ ପଡିବ। ତ ଦେଖନ୍ତୁ, ପ୍ରଥମେ ଆପଣଙ୍କର ଏଠି ଏଇ ଡାଇରେକ୍ଟ ୱେବସାଇଟ କୁ ଆସିଲା ପରେ ଆପଣ ମାନେ ଏଠି ସ୍କୋର କାର୍ଡ ଲାଇଭ ଏଠି କାହା କାହା ପାଇଁ ଦେଖନ୍ତୁ, ଯେଉଁମାନେ ଡିଆଇଡି ର ଓଡିଆ, ଉର୍ଦୁ, ତେଲୁଗୁ ଏବଂ ସାଂସ୍କ୍ରିଟ ରେ ଏକ୍ଜାମ ଦେଇଥିଲେ ସେମାନଙ୍କ ପାଇଁ ଏଠି ସେମାନଙ୍କର ଏଠି ଆପଣମାନଙ୍କର ସ୍କୋର କାର୍ଡ ଟି ଆସିଯାଇଛି। ଯଦି ଆପଣମାନେ ସ୍କୋର କାର୍ଡ ଟିକେ ଡାଉନଲୋଡ କରିବା ପାଇଁ ଚାହୁଁଛନ୍ତି, ଏ ସ୍କୋର କାର୍ଡ ଯୋଉ ଡାଉନଲୋଡ ସ୍କୋର କାର୍ଡ ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣମାନଙ୍କର ରୋଲ ନମ୍ବର ଦେବେ। ରୋଲ ନମ୍ବର ଦେଲା ପରେ ଏଠି ଆପଣଙ୍କର ଡେଟ୍ ଅଫ ବାର୍ଥ ଦେବେ। ଡେଟ୍ ଅଫ ବାର୍ଥ ଦେଲା ପରେ ଆପଣଙ୍କୁ ଏଠି ସାଇନ୍ ଇନ୍ କରିବା ପାଇଁ ପଡିବ। ଯଦି ଆପଣ ଭୁଲି ଯାଇଛନ୍ତି ତ ଆପଣ ଫରଗେଟ୍ ରୋଲ ନମ୍ବର କରି ଏଠି ଆପଣମାନେ ଆଉ ଥରେ ପାଇକରି ଆପଣ ଲଗ୍ଇନ୍ କରିବା ପାଇଁ ପଡିବ। ଲଗ୍ଇନ୍ କଲା ପରେ ଆପଣଙ୍କୁ ଯୋଉ ପେଜ ଟି ଶୋ କରିଦେବ, ତ ଏଇ ସବୁ ପେଜ ଟି ଶୋ କଲା ପରେ ଏଠି ଆପଣ ତଳ ତଳେ ସ୍କ୍ରଲ କରିବେ, ଦେଖିବେ ଏଠି ଆପଣମାନଙ୍କୁ ମିଳିଯିବ ଆପଣଙ୍କର କେତେ ରଖିଛନ୍ତି। ତ ଏବେ ବର୍ତ୍ତମାନ ଆମେ ଡିସ୍କସନ କରିବା ଯୋଉ ଆପଣମାନଙ୍କର ବହୁତ ସାରା ପିଲାଙ୍କର ମେସେଜ ଆସୁଥିଲା କି ସାର୍ ଆମର ଯୋଉ ମାର୍କ ଟି କମି ଯାଇଛି, ଆମେ କଣ କରିବୁ। ଆପଣମାନେ ବହୁତ ଟେନସନ ରେ ଆସିଯାଉଥିଲେ। ତ ଦେଖନ୍ତୁ, ଏଟା ଆପଣମାନଙ୍କର ସ୍କୋର କାର୍ଡ ଟି ଆସିଛି। ଏଟା ଆପଣମାନଙ୍କର ନର୍ମାଲାଇଜେସନ ମାର୍କ ପ୍ରାୟ ଆପଣଙ୍କର 1 ରୁ 2 ମାର୍କରେ ଭେରିଏସନ ରହିଥାଏ। ବଟ୍ ଏଥର ଆପଣମାନଙ୍କର 7 ରୁ 8 ମାର୍କର ପ୍ରାୟ ବହୁତ ପିଲାମାନଙ୍କର ଭେରିଏସନ ରହିଛି। ଯେଭଳି ଆପଣଙ୍କର ଏଠି ଦୀପାଳି ଦୀପାଳି, ରାଜେଶ ଏସମାନଙ୍କର ସମସ୍ତଙ୍କର ଯୋଉ ଆପଣଙ୍କର ବହୁତ ଟେନସନ ରହିଛନ୍ତି। ତ ମୁଁ ଆପଣଙ୍କୁ ଗୋଟେ ସଜେସନ ଦେବି, ଆପଣ ମାନେ ବେଶୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ବେଶୀ ଆପଣ ଟେନସନ ରହିଲେ ନିଜ ପାଇଁ ଖରାପ। ତ ଦେଖନ୍ତୁ, ଏଠି ଆପଣଙ୍କ ଯୋଉ ସ୍କୋର କାର୍ଡ ଟି ଆସିଛି, ଏଟା ଆପଣଙ୍କର କଟ ଅଫ୍ ମାର୍କ ନୁହେଁ। ତ ଆପଣମାନେ ସେଥିପାଇଁ ବହୁତ ବ୍ୟସ୍ତ ହୁଅନ୍ତୁ ନାହିଁ। ତ ଯଦି ଆପଣମାନଙ୍କର କିଛି ଆହୁରି ଏକ୍ସଟ୍ରା କିଛି କ୍ୱାରି ରହୁଛି ତ ମତେ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ତା ସହିତ ନିଶ୍ଚୟ ଆପଣମାନେ ହ୍ୱାଟ୍ସଆପରେ ମତେ ମେସେଜ କରିପାରିବେ। ଦେଖନ୍ତୁ, ମୁଁ ହ୍ୱାଟ୍ସଆପ ନମ୍ବରଟି ଡାଇରେକ୍ଟ ଆପଣଙ୍କ ସ୍କ୍ରିନରେ ଶୋ କରୁଥିବ। ତ ଚାହିଁଲେ ଆପଣମାନେ ମତେ ହ୍ୱାଟ୍ସଆପରେ ମେସେଜ କରିପାରିବେ। ଯଦି ଆପଣଙ୍କର କିଛି ବି ପ୍ରୋବ୍ଲେମ ହଉଛି, ଆପଣଙ୍କର କିଛି ବି ଏ ଟୁ ଜେଡ୍ ଯଦି କିଛି ବି କ୍ୱାରି ରହୁଛି, ତ ଆପଣମାନେ ଡାଇରେକ୍ଟ ମତେ ହ୍ୱାଟ୍ସଆପରେ ମେସେଜ କରିପାରିବେ। କମେଣ୍ଟରେ ଆପଣ ବିନ୍ଦାସ ପଚାରି ପାରିବେ। ଆପଣ ଯାହା ବି ଆପଣଙ୍କର ଡାଉଟ୍ ରହୁଛି ବା ଯାହା ବି ଆପଣଙ୍କର କ୍ୱାରି ରହୁଛି, ଆପଣମାନେ ହ୍ୱାଟ୍ସଆପରେ ପଠେଇ ପାରିବେ। ଯଦି ଆପଣମାନେ ଜାଣିପାରୁନାହାନ୍ତି କିପରି ଭାବରେ ଆପଣଙ୍କର ଲଗଇନ୍ ଆଇଡି ଆଉ ପାସୱାର୍ଡ ଦେଇକରି ଏଠି ଆପଣ ଚେକ୍ କରିବେ, ତ ମତେ ମଧ୍ୟ ଆପଣମାନେ ହ୍ୱାଟ୍ସଆପରେ ଡାଇରେକ୍ଟ ପଠେଇ ପାରିବେ। ଏବଂ ତା ସହିତ ଦେଖନ୍ତୁ, ଏଠି ଆପଣଙ୍କର ନର୍ମାଲାଇଜେସନ ମାର୍କ ଏଠି ଆପଣଙ୍କର ଯୋଉ ରହିଥିଲା ଏବଂ ଆପଣମାନଙ୍କର ଯୋଉ ସ୍କୋର କାର୍ଡ ଏବେ ଆସିଛି, ଯଦି ଆପଣଙ୍କର କେତେ ଭେରିଏସନ ରହୁଛି ମତେ ଟିକେ କମେଣ୍ଟ ଜଣାନ୍ତୁ। ଯଦି ଆପଣମାନଙ୍କର ମାର୍କ ଆପଣଙ୍କର କମ ପାଇଥିଲେ ଏବଂ ଏବେ ନର୍ମାଲାଇଜେସନ ପରେ ବଢି ଯାଇଛି, ତ ମତେ ମଧ୍ୟ କମେଣ୍ଟ ଜଣାନ୍ତୁ। ଯଦି ଆପଣଙ୍କର କମି ବି ଯାଇଛି, ତ କେତେ ମାର୍କ କମି ଯାଇଛି ତ ଆପଣମାନେ ମତେ କମେଣ୍ଟରେ ଜଣାନ୍ତୁ। ଦେଖନ୍ତୁ, ଏଠି ଆପଣ 7 ରୁ 8 ମାର୍କ ପ୍ରାୟତଃ ଭେରି କରେ ନାହିଁ। ବଟ୍ ଆପଣ ଯେତେବେଳେ ଏଥର ଆପଣଙ୍କର କଟ ଅଫ୍ ମେ ବି ଆପଣଙ୍କର ଏଠି କମ ଯାଇପାରେ। କାହିଁକି ନା ଏଠି ଆପଣଙ୍କର ନର୍ମାଲାଇଜେସନ ମାର୍କ ପାଇଁ ବହୁତ ପିଲାମାନଙ୍କର ଯୋଉ ଆପଣଙ୍କୁ ଯେତିକି ଆସିବା କଥା ତାଠୁ କମ ଆସିଛି। ତ ମୋଟାମୋଟି ଦେଖିବାକୁ ଗଲେ ଆପଣମାନଙ୍କର ଯୋଉ ଆପଣଙ୍କ ସ୍କୋର ଏଠି ଆପଣମାନଙ୍କର ବହୁତ କମ ରହିଛି। ତ ଆଇ ହୋପ ଯୋଉଟା କି ଆମେ ମାନେ ଆଶା କରୁଛୁ ଏଥର କଟ ଅଫ୍ ଆପଣଙ୍କ ଟିକେ କମ ମାର୍କ ଯିବ। ତ ଆପଣଙ୍କର ଫାଷ୍ଟ ସିଲେକ୍ସନ ପାଇଁ ୱେଟ୍ କରନ୍ତୁ। ଆପଣ ଫାଷ୍ଟ ସିଲେକ୍ସନ ଯେତେବେଳେ ଆସିଯିବ, ଜଣା ପଡିଯିବ ଆପଣମାନଙ୍କର କଟ ଅଫ୍ ମାର୍କ ହିସାବରେ କେତେ ମାର୍କ ଯାଇଛି। ତ ମତେ ନିଶ୍ଚୟ ଆପଣ କମେଣ୍ଟରେ ଜଣାନ୍ତୁ ଆପଣମାନଙ୍କର କେତେ ମାର୍କ ରହୁଛି ଏବଂ ଯଦି ଆପଣ ନର୍ମାଲାଇଜେସନ ମାର୍କ ପରେ ଆପଣଙ୍କର ବଢୁଛି କିମ୍ବା କମୁଛି ଏବଂ କେତେ ବଢୁଛି କେତେ କମୁଛି, ନିଶ୍ଚୟ ଏଠି ମତେ କମେଣ୍ଟରେ ଜଣାନ୍ତୁ। ତା ସହିତ ଯଦି କିଛି ଏକ୍ସଟ୍ରା କ୍ୱାରି ରହୁଛି ତ ମତେ ନିଶ୍ଚୟ ଆପଣମାନେ ହ୍ୱାଟ୍ସଆପରେ ମେସେଜ କରିପାରିବେ। କମେଣ୍ଟରେ ଆପଣ ବିନ୍ଦାସ ପଚାରି ଦିଅନ୍ତୁ, ମୁଁ ଆପଣଙ୍କୁ ଆନ୍ସର ଆପଣମାନଙ୍କୁ ରିପ୍ଲାଏ କରିଦେବି ଯାହା ବି ଆପଣଙ୍କର ଡାଉଟ୍ କିମ୍ବା କ୍ୱାରି ରହୁଛି। ଯଦି ଆପଣ ଜାଣିପାରୁନାହାନ୍ତି କିପରି ଚେକ୍ କରିବେ, ମତେ ହ୍ୱାଟ୍ସଆପରେ ଆପଣ ରୋଲ ନମ୍ବର ଆଉ ଡେଟ୍ ଅଫ୍ ବାର୍ଥ ଦେଇକରି ପଠାନ୍ତୁ। ମୁଁ ଆପଣଙ୍କ ସ୍କୋର କାର୍ଡଟି ଡାଉନଲୋଡ କରି ଏଠି ଆପଣମାନଙ୍କୁ ପଠେଇଦେବି। ଦେଖନ୍ତୁ, ଯେଉଁମାନେ ସ୍କୋର କାର୍ଡଟି ଡାଉନଲୋଡ କରିଛନ୍ତି ତ ସେମାନଙ୍କୁ ଏଇଭଳି ପେଜଟି ଶୋ କରୁଥିବ। ସେମାନେ କଣ କରିବେ, ସ୍କୋର କାର୍ଡଟିକୁ ପିଡିଏଫ ଫର୍ମାଟରେ ଡାଉନଲୋଡ କରି ଏଠି ଆପଣ ରଖିନେବେ। ଯାହା ଫଳରେ ନେକ୍ସଟ ଆପଣଙ୍କୁ ଯେତେବେଳେ ଦରକାର ପଡିବ ଆପଣ ସେଟାକୁ ୟୁଜ କରିପାରିବେ। ସୋ ଫ୍ରେଣ୍ଡ, ଏଟା ଥିଲା ଆପଣମାନଙ୍କର ସ୍କୋର କାର୍ଡ କିପରି ଆପଣ ଚେକ୍ କରିବେ, ଯାହା ବି ଆପଣଙ୍କର କ୍ୱାରି ରହିଥିଲା। ଆଇ ହୋପ ସମସ୍ତଙ୍କୁ ମୁଁ ଆଡ୍ରେସ କରିଦେଲି। ବହୁତ ପିଲାମାନେ ଯୋଉ ହ୍ୱାଟ୍ସଆପରେ ମେସେଜ କରୁଥିଲେ ଏବଂ କଲ୍ ମଧ୍ୟ କରୁଥିଲେ, ସାର୍ ଆମେ କଣ କରିବୁ କଣ ନାହିଁ। ତ ମୁଁ ସେମାନଙ୍କୁ ଗୋଟେ ହିଁ ସଜେସନ ଦେବି, ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏଟା ସିଲେକ୍ସନ ଏଯାଏଁ ଆସିନାହିଁ। ତ କାହିଁକି ନା ଏଥର ଆପଣଙ୍କର ଯୋଉ ନର୍ମାଲାଇଜେସନ ମାର୍କ ପରେ ବହୁତ ପିଲାମାନଙ୍କର ଯୋଉ ପିଲାମାନଙ୍କର ଅଧିକା ଆସୁଥିଲା ସେମାନଙ୍କର କମ ହେଇଛି ଏବଂ ଯୋଉ ପିଲାମାନଙ୍କର କମ ଆସୁଥିଲା ସେମାନଙ୍କର ମଧ୍ୟ ଅଧିକା ହେଇଛି। ତ ଏମିତି ଭାବରେ କିଛି ପ୍ରୋବ୍ଲେମ ହେଇଛି। ତ ଟିକେ ୱେଟ୍ କରନ୍ତୁ। ଏଠି ଆପଣମାନଙ୍କର ଯୋଉ କଟ ଅଫ୍ ମାର୍କ ଆପଣଙ୍କର ଯୋଉ ଆସିବ ସେଥିରୁ ଜଣା ପଡିଯିବ ଆପଣଙ୍କର କେତେ ମାର୍କ ରହୁଛି।
ତ ଆଇ ହୋପ ଯଦି ଭିଡିଓଟି ଆପଣଙ୍କୁ ପସନ୍ଦ ଆସିଛି ଗୋଟେ ଲାଇକ୍ କରିଦେବେ, ଚ୍ୟାନେଲଟି ଯଦି ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ। ଏଭଳି ଲାଟେଷ୍ଟ ଅପଡେଟ୍ ପାଇଁ ଆମ ଚ୍ୟାନେଲ ସହିତ ଯୋଡି ରୁହନ୍ତୁ। ନେକ୍ସଟ ଭିଡିଓରେ ଆପଣଙ୍କ ସହିତ ଦେଖା ହବ, ସେଥି ପର୍ଯ୍ୟନ୍ତ ଟେକ୍ କେୟାର ଏଣ୍ଡ ବାଏ।